ଆଜି ଆମେ ଅତି ବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଭିତରକୁ ଯିବା। ଆମ ପାଖରେ ଅଛି ଏହାର ତୃତୀୟ ସ୍କନ୍ଧର 20 ଅଧ୍ୟାୟ। ଆଉ ଆମର ଉଦ୍ଦେଶ୍ୟ ହେଉଛି ସୃଷ୍ଟିର ସେହି ଆଦି କାହାଣୀକୁ ଟିକେ ଖୋଲିକି ଦେଖିବା। ମାନେ ଏଇଟା ଖାଲି ଗୋଟେ ପୌରାଣିକ ଗଳ୍ପ ନୁହେଁ, ଏହା ଭିତରେ ଦର୍ଶନ ଅଛି, ମନସ୍ତତ୍ଵ ଅଛି। ଆମେ ବୁଝିବାକୁ ଚେଷ୍ଟା କରିବା କିପରି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ପ୍ରଥମ ଚେଷ୍ଟାଗୁଡ଼ିକରେ ଭୁଲ ଥିଲା, ଦ୍ୱନ୍ଦ୍ୱ ଥିଲା। ଆଉ ଏହି ଆଲୋଚନାର ପୃଷ୍ଠଭୂମିଟା ବି ବହୁତ ମଜାଦାର। ବିଦୁର ଯେତେବେଳେ କୌରବଙ୍କ ଦ୍ୱାରା ଅପମାନିତ ହୋଇ ରାଜ୍ୟ ଛାଡ଼ି ତୀର୍ଥଯାତ୍ରାରେ ଥିଲେ, ସେ ଗଙ୍ଗା କୂଳରେ ମହର୍ଷି ମୈତ୍ରେୟଙ୍କୁ ଭେଟିଲେ। ସେଠି ସେ ଗୋଟେ ବହୁତ ମୌଳିକ ପ୍ରଶ୍ନ ପଚାରିଲେ। ସେ ପଚାରିଲେ, ଭଗବାନ ବିଷ୍ଣୁ ତ ବରାହ ରୂପରେ ପୃଥିବୀକୁ ଉଦ୍ଧାର କଲେ, ସେଇଟା ଠିକ୍ ଅଛି, କିନ୍ତୁ ତାପରେ ସୃଷ୍ଟିର ଧରା ଆଗକୁ ବଢ଼ିଲା କେମିତି? ଆମର ଆଜିର ଆଲୋଚନା ସେହି ପ୍ରଶ୍ନର ଉତ୍ତରରୁ ହିଁ ଆରମ୍ଭ ହେବ। ଠିକ୍, ତେବେ ଚାଲନ୍ତୁ ସିଧା ସିଠୁ ଆରମ୍ଭ କରିବା। ମୈତ୍ରେୟ କେମିତି ବୁଝେଇବା ଆରମ୍ଭ କଲେ, ସୃଷ୍ଟିର ପ୍ରଥମ ସ୍ପନ୍ଦନ ବା ଯାହାକୁ କହନ୍ତି ସ୍ପାର୍କ, ସେଇଟା କ'ଣ ଥିଲା? ହଁ, ମୈତ୍ରେୟ କହିଲେ, ଏସବୁର ମୂଳରେ ଅଛି ଭଗବାନଙ୍କର ମାୟା ଶକ୍ତି। ସେଇ ଶକ୍ତି ଯୋଗୁଁ ମହତ୍ ତତ୍ତ୍ୱରେ ଗୋଟେ କ୍ଷୋଭ ସୃଷ୍ଟି ହେଲା। ଏବେ ମହତ୍ ତତ୍ତ୍ୱ କ'ଣ? ସରଳ ଭାଷାରେ କହିଲେ, ଏଇଟା ହେଉଛି ସୃଷ୍ଟିର ମୂଳ ବୁଦ୍ଧି, ସେଇ ପ୍ରାଥମିକ ଉପାଦାନ ଯେଉଁଥିରୁ ସବୁକିଛି ତିଆରି ହେବାର ଥିଲା। ଆଚ୍ଛା। ଏହି କ୍ଷୋଭରୁ ପଞ୍ଚଭୂତ ମାନେ ପୃଥିବୀ, ଜଳ, ବାୟୁ, ଅଗ୍ନି, ଆକାଶ ଆଉ ଆମର 10 ଇନ୍ଦ୍ରିୟ ସବୁ ସୃଷ୍ଟି ହେଲା। କିନ୍ତୁ ମଜା କଥା ହେଲା, ଏମାନେ ସବୁ ଅଲଗା ଅଲଗା ଥିଲେ, ପରସ୍ପରଠାରୁ ବିଚ୍ଛିନ୍ନ। ମାନେ ସବୁ ଉପାଦାନ ତ ଥିଲା, କିନ୍ତୁ ସେମାନଙ୍କୁ ଯୋଡ଼ିବା ପାଇଁ କୌଣସି ଶକ୍ତି ନଥିଲା। ଏକଦମ, ସେମାନଙ୍କ ପାଖରେ ନିଜେ ମିଶି କିଛି ନୂଆ ତିଆରି କରିବାର କ୍ଷମତା ନଥିଲା। ତାହେଲେ ସେମାନେ ଏକାଠି ହେଲେ କେମିତି? ସେଇଠି ତ ଦୈବୀ ଶକ୍ତିର ପ୍ରବେଶ ହେଲା। ଭଗବାନଙ୍କର ଇଚ୍ଛାରେ ଏଇ ସବୁ ତତ୍ତ୍ୱ ମିଶିଗଲେ ଆଉ ମିଶିକି ଗୋଟେ ବିରାଟ সোনাର ଅଣ୍ଡା ବା ଯାହାକୁ ବ୍ରହ୍ମାଣ୍ଡ କୁହାଯାଏ ତାର ରୂପ ନେଲେ। ସେଇ ବ୍ରହ୍ମାଣ୍ଡ କଳ୍ପନା କରନ୍ତୁ, କାରଣ ସମୁଦ୍ରର ଜଳରେ 1000 ବର୍ଷ ଭାସୁଥିଲା। 1000 ବର୍ଷ? ହଁ, ଆଉ ତା ଭିତରେ ସ୍ୱୟଂ ଭଗବାନ ବିଷ୍ଣୁ ଅନନ୍ତ ଶେଷନାଗଙ୍କ ଉପରେ ଶୋଇ ରହିଲେ। ସେହି ଯୋଗନିଦ୍ରା ଅବସ୍ଥାରେ ତାଙ୍କ ନାଭିରୁ ଗୋଟେ ପଦ୍ମ ଫୁଟିଲା ଆଉ ସେହି ପଦ୍ମରୁ ଜନ୍ମ ହେଲେ ସୃଷ୍ଟିକର୍ତ୍ତା ବ୍ରହ୍ମା। ଏହାପରେ ବୋଧହୁଏ ବ୍ରହ୍ମା ନିଜ କାମରେ ଲାଗିଗଲେ, କିନ୍ତୁ ଆମ ସ୍ରୋତ ଅନୁସାରେ ତାଙ୍କର ପ୍ରଥମ ଚେଷ୍ଟାଗୁଡ଼ିକ ସେମିତି କିଛି ସଫଳ ହେଲାନି। ଏହା ଏକ କ'ଣ କହନ୍ତି, ଟ୍ରାଏଲ୍ ଆଣ୍ଡ ଏରର ପ୍ରକ୍ରିୟା ଭଳି ଲାଗୁଛି। ଏକଦମ ଠିକ୍ କହିଲେ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ବ୍ରହ୍ମାଙ୍କର ପ୍ରଥମ ସୃଷ୍ଟି ହେଲା ତାଙ୍କ ନିଜର ଅଜ୍ଞାନ ବା ଅବିଦ୍ୟାରୁ। ସେ 5 ପ୍ରକାରର ଅନ୍ଧକାର ସୃଷ୍ଟି କଲେ, ଯାହାକୁ ପଞ୍ଚତମ କୁହାଯାଏ। ତାମିଶ୍ର, ଅନ୍ଧତାମିଶ୍ର, ତମ, ମୋହ ଓ ମହାମୋହ। ଗୋଟିଏ ମିନିଟ୍, ସୃଷ୍ଟିକର୍ତ୍ତା ନିଜର ପ୍ରଥମ କାର୍ଯ୍ୟରେ ଅଜ୍ଞାନ ଆଉ ଅନ୍ଧକାର ସୃଷ୍ଟି କଲେ? ହଁ। ଏହାର କାରଣ କ'ଣ ହୋଇପାରେ? ଏହା ତ ଟିକେ ଉଲ୍ଟା ଲାଗୁଛି। ଏଟା ଗୋଟେ ଗଭୀର ଦାର୍ଶନିକ ପ୍ରଶ୍ନ। ଏଗୁଡ଼ିକ କେବଳ ବାହାରର ଅନ୍ଧାର ନୁହେଁ, ଏଗୁଡ଼ିକ ହେଉଛି ଅଜ୍ଞାନର ବିଭିନ୍ନ ସ୍ତର। ଯେମିତି କ୍ରୋଧ, ମୃତ୍ୟୁର ଭୟ, ଆସକ୍ତି, ମିଛ ଧାରଣା ଆଉ ଅହଙ୍କାର। ଏହା ବୋଧହୁଏ ଦର୍ଶାଉଛି ଯେ କୌଣସି ଜିନିଷ ସୃଷ୍ଟି ହେବା ପୂର୍ବରୁ ତା ପାଇଁ ଗୋଟେ ଖାଲି ସ୍ଥାନ ଦରକାର। ସୃଷ୍ଟିର ଆରମ୍ଭ ଆଲୋକରୁ ନୁହେଁ, ବରଂ ତାର ଅଭାବରୁ ହେଲା। ଆଚ୍ଛା, କିନ୍ତୁ ନିଜର ଏହି ଛାୟାମୟ ସୃଷ୍ଟି ଦେଖି ବ୍ରହ୍ମାଙ୍କୁ ନିଶ୍ଚୟ ଭଲ ଲାଗିନଥିବ। ଆଦୌ ନୁହେଁ, ତାଙ୍କୁ ଭଲ ଲାଗିଲାନି। ସେ ନିଜର ସେହି ତମଗୁଣୀ ଶରୀରକୁ ଫୋପାଡ଼ି ଦେଲେ। ତାପରେ? ଆଉ ଆଶ୍ଚର୍ଯ୍ୟଜନକ ଭାବେ ସେ ଛାଡ଼ି ଦେଇଥିବା ଶରୀରଟା ରାତ୍ରିରେ ପରିଣତ ହେଲା। ସେହି ରାତ୍ରିରୁ ଯକ୍ଷ ଆଉ ରାକ୍ଷସମାନେ ଜନ୍ମ ହେଲେ। ଓହୋ। ଆଉ ସେମାନେ ଜନ୍ମରୁ ଏତେ ଭୋକିଲା ଥିଲେ ଯେ ସେମାନେ ନିଜ ବାପା ବ୍ରହ୍ମାଙ୍କୁ ହିଁ ଖାଇବାକୁ ଗୋଡ଼େଇଲେ। ଏହା କଳ୍ପନା କରିବା ଟିକେ ମଜାଳିଆ ଲାଗୁଛି। ସୃଷ୍ଟିକର୍ତ୍ତା ନିଜ ସୃଷ୍ଟିଠାରୁ ଜୀବନ ବଞ୍ଚେଇବାକୁ ଦୌଡ଼ି ପଳାଉଛନ୍ତି। ହଁ, ଏହା ସୃଷ୍ଟିର ଅନିୟନ୍ତ୍ରିତ ପ୍ରକୃତିକୁ ଦର୍ଶାଉଛି ନା? ବ୍ରହ୍ମା ଡରିଯାଇ ଚିତ୍କାର କଲେ, ମୋତେ ଖାଅନି, ମୋତେ ରକ୍ଷା କର। ଯେଉଁମାନେ କହିଲେ, ଆମେ ତୋତେ ଖାଇବୁ, ସେମାନେ ଯକ୍ଷ ହେଲେ, ଭକ୍ଷଣ ଶବ୍ଦରୁ। ଆଉ ଯେଉଁମାନଙ୍କୁ ସେ ରକ୍ଷା କର ବୋଲି କହିଥିଲେ, ସେମାନେ ରାକ୍ଷସ ହେଲେ। ବାଃ, ନାମକରଣ ସେମାନଙ୍କ କର୍ମର ନୁହେଁ, ବରଂ ସେମାନଙ୍କ ପ୍ରତି କୁହାଯାଇଥିବା ଶବ୍ଦରୁ ହେଲା। ଏହାର ଅର୍ଥ, ସୃଷ୍ଟିର ପ୍ରଥମ ଜୀବମାନେ ଏତେ ଆତ୍ମକେନ୍ଦ୍ରିକ ଥିଲେ ଯେ ସେମାନେ ନିଜ ଉତ୍ସକୁ ହିଁ ନଷ୍ଟ କରିବାକୁ ବାହାରିଥିଲେ। ବିଲକୁଲ, ଏହା ସୃଷ୍ଟିର ଏକ ଅନ୍ତର୍ନିହିତ ସଂଘର୍ଷକୁ ଦେଖାଉଛି। ଏହାପରେ ବ୍ରହ୍ମା
ଟିକେ ସକାରାତ୍ମକ ଭାବରେ ସୃଷ୍ଟି କରିବାକୁ ଚେଷ୍ଟା କଲେ। ଏଥର ସେ ନିଜର ସାତ୍ତ୍ୱିକ ମନୋଭାବରୁ ଦିବସ ରୂପକ ଶରୀରରୁ ଦେବତାମାନଙ୍କୁ ସୃଷ୍ଟି କଲେ। ସେମାନେ ତେଜରେ ପରିପୂର୍ଣ୍ଣ ଥିଲେ। ଠିକ୍। ତାହେଲେ ଅସୁରମାନେ କେଉଁଠୁ ଆସିଲେ? ଦେବତାଙ୍କ ସହ ଅସୁର ତ ଯୋଡ଼ି ହୋଇ ରହିଛନ୍ତି। ହଁ, ଏଇଠି କଥାଟା ଆହୁରି ଗଭୀର ହୋଇଯାଉଛି। ଦେବତାଙ୍କୁ ସୃଷ୍ଟି କରିବା ପରେ ବ୍ରହ୍ମା ତାଙ୍କ ଜଙ୍ଘରୁ ଅସୁରମାନଙ୍କୁ ସୃଷ୍ଟି କଲେ। ଜଙ୍ଘରୁ? ହଁ, ପୌରାଣିକ ପ୍ରତୀକବାଦରେ ଶରୀରର ନିମ୍ନାଙ୍ଗ ପ୍ରାୟତଃ ବାସନା ଏବଂ ଇନ୍ଦ୍ରିୟ ସୁଖ ସହିତ ଜଡ଼ିତ। ସେଥିପାଇଁ ଅସୁରମାନେ ଜନ୍ମରୁ ହିଁ କାମୁକ ଥିଲେ। ତାଙ୍କ ପ୍ରଭୃତି ବହୁତ ପ୍ରବଳ ଥିଲା। ଆଉ ସେମାନଙ୍କ ସ୍ୱଭାବ ତୁରନ୍ତ ଦେଖାଗଲା ନିଶ୍ଚୟ। ତୁରନ୍ତ। କାମନାରେ ଏତେ ଅନ୍ଧ ଥିଲେ ଯେ ସେମାନେ ମୈଥୁନ ପାଇଁ ସ୍ୱୟଂ ନିଜ ପିତା ବ୍ରହ୍ମାଙ୍କ ପାଖକୁ ଦୌଡ଼ିଲେ। ହଁ, କିନ୍ତୁ ଗୋଟିଏ କଥା ବୁଝାପଡ଼ୁନି, ଯଦି ବ୍ରହ୍ମା ସର୍ବଶକ୍ତିମାନ ସୃଷ୍ଟିକର୍ତ୍ତା, ତେବେ ତାଙ୍କ ନିଜ ସୃଷ୍ଟି ତାଙ୍କୁ କେମିତି ଏତେ ସହଜରେ ଡରେଇ ପାରିଲା? ଏଇଟା ଏକ ଚମତ୍କାର ପ୍ରଶ୍ନ। ଏହା ବୋଧହୁଏ ସୂଚିତ କରୁଛି ଯେ ଥରେ କିଛି ସୃଷ୍ଟି ହୋଇଗଲେ ତାର ନିଜର ଗୋଟେ ସ୍ୱତନ୍ତ୍ର ଇଚ୍ଛା ଆଉ ପ୍ରକୃତି ତିଆରି ହୋଇଯାଏ, ଯାହା ସବୁବେଳେ ସୃଷ୍ଟିକର୍ତ୍ତାଙ୍କ ନିୟନ୍ତ୍ରଣରେ ନଥାଏ। ବ୍ରହ୍ମା ପ୍ରଥମେ ତ ସେମାନଙ୍କ ନିର୍ଲଜ୍ଜତା ଦେଖି ହସିଲେ, କିନ୍ତୁ ପରେ ଡରିଗଲେ। ସେ ସାହାଯ୍ୟ ପାଇଁ ପୁଣି ଭଗବାନ ବିଷ୍ଣୁଙ୍କୁ ଡାକିଲେ, ଆଉ ବିଷ୍ଣୁ ତାଙ୍କୁ ପରାମର୍ଶ ଦେଲେ, ତୁମର ଏହି କାମୁକ ଶରୀରକୁ ତ୍ୟାଗ କରିଦିଅ। ତେଣୁ ବ୍ରହ୍ମା ଆଉ ଗୋଟେ ଶରୀର ତ୍ୟାଗ କଲେ। ପ୍ରଥମ ଥର ତ୍ୟାଗ କରିଥିବା ଶରୀର ତ ରାତି ପାଲଟିଥିଲା। ଏଥର କ'ଣ ହେଲା? ଏଥର ତାଙ୍କ ତିକ୍ତ ଶରୀର ଏକ ଅପୂର୍ବ ସୁନ୍ଦରୀ ନାରୀରେ ପରିଣତ ହେଲା, ଯାହାର ନାମ ହେଲା ସନ୍ଧ୍ୟା। ଆଚ୍ଛା। ଅସୁରମାନେ ତାକୁ ଦେଖି ସବୁକିଛି ଭୁଲିଗଲେ। ଜଗନ୍ନାଥ ଦାସ ତାର ସୌନ୍ଦର୍ଯ୍ୟକୁ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ପାଦରେ ଘୁଙ୍ଗୁରୁର ଶବ୍ଦ, ମଦରେ ବିହୁଳିତ ଆଖି, ସୁନ୍ଦର ହସ। ସେମାନେ ତା ରୂପରେ ଏମିତି ହଜିଗଲେ ଯେ ବ୍ରହ୍ମାଙ୍କ କଥା ମନରୁ ପାସୋରି ଦେଲେ। ଏବଂ ସେମାନେ ତାର ପରିଚୟ ପଚାରିଲେ। କିନ୍ତୁ ଏହା ଟିକେ ଆଶ୍ଚର୍ଯ୍ୟଜନକ ଲାଗୁଛି। ମାନେ, ଗୋଟେ ଦିବ୍ୟ ସମସ୍ୟାର ସମାଧାନ ଏତେ ଲୌକିକ ଉପାୟରେ କରାଗଲା। ଜଣେ ସୁନ୍ଦରୀ ନାରୀକୁ ଦେଖାଇ ଧ୍ୟାନଭଙ୍ଗ କରାଗଲା। ଏହାର କୌଣସି ଗଭୀର ଆଧ୍ୟାତ୍ମିକ ଅର୍ଥ ଅଛି କି? ନିଶ୍ଚିତ ଭାବରେ ଅଛି। ଏଇଟା ଗୋଟିଏ ଶକ୍ତିଶାଳୀ ରୂପକ। ଯେଉଁ ଶରୀରରୁ କାମୁକ ଅସୁରମାନେ ଜନ୍ମ ହେଲେ, ସେହି ଶରୀର ହିଁ କାମନାର ବସ୍ତୁ ସନ୍ଧ୍ୟା ରୂପରେ ପ୍ରକଟ ହେଲା। ଓହୋ, ଠିକ୍। କାମନାରୁ ଜନ୍ମିଥିବା ଜୀବ କାମନାରେ ହିଁ ବାନ୍ଧି ହୋଇଗଲେ। ଏହା ଦର୍ଶାଉଛି ଯେ ଆମର ପ୍ରବୃତ୍ତିର ସମାଧାନ ବାହାରେ ନୁହେଁ, ବରଂ ତାର ଉତ୍ସ ଭିତରେ ହିଁ ଥାଏ। ଅସୁରମାନେ ଶେଷରେ ତାକୁ ବଳପୂର୍ବକ ଧରିନେଲେ। ଆଉ ଏସବୁ ଦେଖି ବ୍ରହ୍ମା କେବଳ ମନେ ମନେ ହସିଲେ, କାରଣ ସେ ଜାଣିଥିଲେ ଏହା ତାଙ୍କରି ମାୟାର ଖେଳ। ଏଥର ସେ ଯେମିତି ନିଜର ବିଭିନ୍ନ ମାନସିକ ସ୍ଥିତିକୁ ବାହାରକୁ ଆଣିଲେ। ସେ ନିଜ ଶରୀରର ଜ୍ୟୋତ୍ସ୍ନାରୁ ଗନ୍ଧର୍ବ ଓ ଅପ୍ସରା ସୃଷ୍ଟି କଲେ, ଯେଉଁମାନେ ସଙ୍ଗୀତ ଓ କଳାର ପ୍ରତୀକ। ତାପରେ ଗୋଟିଏ ଆଶ୍ଚର୍ଯ୍ୟଜନକ କଥା, ସେ ନିଜ ଆଳସ୍ୟରୁ ଭୂତ ପିଶାଚମାନଙ୍କୁ ସୃଷ୍ଟି କଲେ। ଆଳସ୍ୟରୁ? ହଁ, ଆଳସ୍ୟରୁ। ସେମାନେ ମୁକୁଳା କେଶରେ ଦିଗମ୍ବର ହୋଇ ବୁଲୁଥିଲେ। ଏହାର ଅର୍ଥ ହେଲା ମନର ପ୍ରତ୍ୟେକ ଅବସ୍ଥା ଓ ଭାବନା ଗୋଟିଏ ଗୋଟିଏ ପ୍ରଜାତିକୁ ଜନ୍ମ ଦେଉଥିଲା। ଆଳସ୍ୟରୁ ଭୂତ, ସାତ୍ତ୍ୱିକ ଭାବରେ ଦେବତା, କାମନାରୁ ଅସୁର। ଏହା ତ ଏକ ପ୍ରତୀକାତ୍ମକ ବର୍ଣ୍ଣନା, ଯାହା ଦର୍ଶାଉଛି ଯେ ଏହି ସମସ୍ତ ପ୍ରାଣୀ ମୂଳତଃ ଗୋଟିଏ ଚେତନାର ବିଭିନ୍ନ ରୂପ। ଠିକ୍ ସେଇପରି ସେ ନିଜର ଅଦୃଶ୍ୟ ଶରୀରରୁ ସାଧ୍ୟର ପିତୃଗଣଙ୍କୁ ସୃଷ୍ଟି କଲେ, ଯେଉଁମାନେ ଆମର ପୂର୍ବପୁରୁଷ। ସିଦ୍ଧ ଓ ବିଦ୍ୟାଧରମାନଙ୍କୁ ସୃଷ୍ଟି କଲେ, ଯେଉଁମାନଙ୍କ ପାଖରେ ଅଲୌକିକ ଶକ୍ତି ଥିଲା। ଏପରିକି ନିଜ ପ୍ରତିବିମ୍ବରୁ କିନ୍ନର ଓ କିମ୍ପୁରୁଷ ଜାତି ସୃଷ୍ଟି କଲେ। କିନ୍ତୁ ଏତେ ପ୍ରକାରର ଜୀବ ସୃଷ୍ଟି କରିବା ପରେ ବି ଗୋଟିଏ ବଡ଼ ସମସ୍ୟା ରହିଯାଇଥିଲା। ସୃଷ୍ଟି ପ୍ରକ୍ରିୟା ଆଗକୁ ବଢ଼ୁନଥିଲା, ମାନେ ଜନସଂଖ୍ୟା ବଢ଼ୁନଥିଲା। ବ୍ରହ୍ମା ସୃଷ୍ଟି ତ କରିଚାଲିଛନ୍ତି, କିନ୍ତୁ ସୃଷ୍ଟି ନିଜେ ନିଜକୁ ଆଗେଇ ନେଇ ପାରୁନାହିଁ। ଏହା ତ ଏକ ପ୍ରକାରର ଡେଡ୍ ଏଣ୍ଡ୍ ଭଳି ଲାଗୁଛି। ହଁ, ବ୍ରହ୍ମା ଏଥିପାଇଁ ବହୁତ ଚିନ୍ତିତ ହେଲେ। ସେ ଦେଖିଲେ ଯେ ସେ ଯାହାକୁ ସୃଷ୍ଟି କରୁଛନ୍ତି, ସେମାନେ ଆଉ ନୂଆ ଜୀବ ସୃଷ୍ଟି କରିପାରୁନାହାନ୍ତି। ସବୁକିଛି ତାଙ୍କ ଉପରେ ହିଁ ନିର୍ଭରଶୀଳ। ଏହି ଚିନ୍ତା ଆଉ ବିଫଳତାରୁ ତାଙ୍କ ମନରେ କ୍ରୋଧ ଜନ୍ମିଲା। ସେ କ୍ରୋଧରେ ମୁଣ୍ଡରୁ କେଶ ଛିଣ୍ଡାଇ ତଳେ ପକାଇଦେଲେ। ଆଚ୍ଛା। ଆଉ ସେହି କେଶରୁ ଭୟଙ୍କର ସାପମାନେ ଜନ୍ମ ନେଲେ। ଏହା ପୁଣି ଦର୍ଶାଉଛି ଯେ ତାଙ୍କର ପ୍ରତ୍ୟେକ ନକାରାତ୍ମକ ଭାବନା ବି ଏକ ନୂଆ ପ୍ରଜାତିକୁ ଜନ୍ମ ଦେଉଥିଲା। ତାହେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ କ'ଣ ଥିଲା? ଏହି ପ୍ରକ୍ରିୟାକୁ ସ୍ୱୟଂଚାଳିତ କରିବା ପାଇଁ ତାଙ୍କୁ କ'ଣ ଏକ ନୂଆ ପଦ୍ଧତି ଆପଣାଇବାକୁ ପଡ଼ିଲା? ଶେଷରେ ସେ ବୁଝିଲେ ଯେ ତାଙ୍କୁ ଏକାକୀ ସବୁକିଛି ସୃଷ୍ଟି କରିବାକୁ ପଡ଼ିବନି।
ତାଙ୍କୁ ଏକ ସିଷ୍ଟମ ତିଆରି କରିବାକୁ ପଡ଼ିବ ଯାହା ନିଜେ ଚାଲିବ। ଏଥିପାଇଁ ସେ ନିଜ ଶରୀରକୁ ଦୁଇ ଭାଗ କଲେ। ଗୋଟିଏ ଭାଗରୁ ସ୍ୱୟଂଭୁବ ମନୁ ମାନେ ପ୍ରଥମ ପୁରୁଷ ଆଉ ଅନ୍ୟ ଭାଗରୁ ସତରୂପା ପ୍ରଥମ ସ୍ତ୍ରୀ ସୃଷ୍ଟି ହେଲେ। ଠିକ୍। ସେ ସେମାନଙ୍କୁ ସ୍ତ୍ରୀ ପୁରୁଷ ମିଳନ ଦ୍ୱାରା ସୃଷ୍ଟିକୁ ଆଗକୁ ବଢ଼ାଇବାର ଦାୟିତ୍ୱ ଦେଲେ। ଏହା ଥିଲା ଏକ ବହୁତ ବଡ଼ ପରିବର୍ତ୍ତନ। ଆଉ ଏହି ନୂଆ ପଦ୍ଧତି ଦେଖି ଦେବତାମାନେ ବହୁତ ଖୁସି ହେଲେ ବୋଲି ଲେଖା ଅଛି। ସେମାନଙ୍କ ଖୁସିର କାରଣ କ'ଣ ଥିଲା? କାରଣ ସେମାନେ ବୁଝିଗଲେ ଯେ ଏକ ଜନବହୁଳ ପୃଥିବୀରେ ହିଁ ମଣିଷମାନେ ଯଜ୍ଞ କରିବେ, ଆଉ ସେହି ଯଜ୍ଞରୁ ହିଁ ଦେବତାମାନେ ନିଜର ଭୋଗ ବା ହବିର୍ଭାଗ ପାଇବେ। ତେଣୁ ମାନବ ସୃଷ୍ଟିର ବୃଦ୍ଧି ସେମାନଙ୍କ ନିଜର ଅସ୍ତିତ୍ୱ ପାଇଁ ମଧ୍ୟ ଜରୁରୀ ଥିଲା। ତେବେ ଏହି ସମ୍ପୂର୍ଣ୍ଣ ଆଖ୍ୟାନକୁ ଯଦି ଆମେ ଦେଖିବା, ଏହା ଆମକୁ କ'ଣ ଶିଖାଉଛି? ଆମେ ଦେଖିଲେ ଯେ ସୃଷ୍ଟି କୌଣସି ଯୋଜନାବଦ୍ଧ ଘଟଣା ନଥିଲା। ଏହା ଏକ ଜଟିଳ ପରୀକ୍ଷାମୂଳକ ପ୍ରକ୍ରିୟା ଥିଲା, ଯେଉଁଠି ବ୍ରହ୍ମାଙ୍କ ତ୍ୟାଗ କରାଯାଇଥିବା ଶରୀର ରାତ୍ରି ଓ ସନ୍ଧ୍ୟା ପାଲଟି ଯାଉଥିଲା। ତାଙ୍କ କ୍ରୋଧ ଆଳସ୍ୟରୁ ପୂରା ପ୍ରଜାତି ଜନ୍ମ ନେଉଥିଲେ। ହଁ, ଏଠାରେ ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଯେ ସୃଷ୍ଟିକୁ ଏକ ତ୍ରୁଟିହୀନ କାର୍ଯ୍ୟ ଭାବରେ ଦେଖାଯାଏନି। ଏହା ବାରମ୍ବାର ପ୍ରୟାସ ଆଉ ଶିକ୍ଷାର ଫଳ। ସୃଷ୍ଟିକର୍ତ୍ତା ବ୍ରହ୍ମା ନିଜେ ଭୟ, ଇଚ୍ଛା, କ୍ରୋଧ, ଦ୍ୱନ୍ଦ୍ୱ ସବୁକିଛି ଅନୁଭବ କରୁଛନ୍ତି। ସେ ନିଜ ଭୁଲରୁ ଶିଖୁଛନ୍ତି। ହଁ, ସେ ନିଜ ଭୁଲରୁ ଶିଖୁଛନ୍ତି ଏବଂ ନିଜ ପଦ୍ଧତିକୁ ବଦଳାଉଛନ୍ତି। ଏହା ସୃଷ୍ଟିକର୍ତ୍ତାଙ୍କୁ ଅଧିକ ମାନବୀୟ କରିଦେଉଛି। ଆଉ ଏହା ମଧ୍ୟ ଦର୍ଶାଉଛି ଯେ ଭଲ, ମନ୍ଦ, ଆଲୋକ, ଅନ୍ଧକାର, ଦେବତା, ଅସୁର ଏମାନେ ଦୁଇଟି ଅଲଗା ଉତ୍ସରୁ ଆସିନାହାନ୍ତି। ସମସ୍ତଙ୍କର ଉତ୍ସ ଗୋଟିଏ। ଏକଦମ। ବ୍ରହ୍ମାଣ୍ଡ କେବଳ ଭଲ ଜିନିଷରେ ଗଢ଼ା ନୁହେଁ। ଏହା ଅନ୍ଧକାର ଆଉ ଆଲୋକ, କାମନା ଆଉ ପବିତ୍ରତା, ଶୃଙ୍ଖଳା ଆଉ ବିଶୃଙ୍ଖଳା ଏହି ସବୁ ତତ୍ତ୍ୱରେ ଗଠିତ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସମସ୍ତ ବିପରୀତ ତତ୍ତ୍ୱର ଉତ୍ସ ହେଉଛନ୍ତି ସ୍ୱୟଂ ବ୍ରହ୍ମା। ତାଙ୍କ ଭିତରୁ ହିଁ ଦେବତା ବାହାରୁଛନ୍ତି, ପୁଣି ତାଙ୍କ ଭିତରୁ ହିଁ ଅସୁର ବାହାରୁଛନ୍ତି। ତାଙ୍କ ତମଗୁଣରୁ ରାକ୍ଷସ ଜନ୍ମ ନେଉଛନ୍ତି, ତ ସତ୍ୱଗୁଣରୁ ଦେବତା। ଏହା ଦ୍ୱୈତତାର ଏକତ୍ୱକୁ ଦର୍ଶାଏ। ତେବେ ଏହି ଆଲୋଚନା ଆମ ପାଇଁ ଏକ ଚିନ୍ତାର ବିଷୟ ଛାଡ଼ି ଯାଉଛି। ଯଦି ସୃଷ୍ଟିକର୍ତ୍ତାଙ୍କ ନିଜ ଭାବନା, ତାଙ୍କ ଛାୟା, ତାଙ୍କ କ୍ରୋଧ ଆଉ ତାଙ୍କ ତ୍ୟାଗ କରିଥିବା ଶରୀର ହିଁ ସୃଷ୍ଟିର କଞ୍ଚାମାଲ, ତେବେ ଏହା ବ୍ରହ୍ମାଣ୍ଡ ଏବଂ ଏହା ଭିତରେ ଥିବା ଆମ ସମସ୍ତଙ୍କର ମୂଳ ପ୍ରକୃତି ବିଷୟରେ କ'ଣ ସୂଚିତ କରେ? ଆମ ଭିତରେ ଥିବା ଦେବତା ଏବଂ ଅସୁର ଉଭୟଙ୍କର ଉତ୍ସ ଯଦି ସମାନ, ତେବେ ଆମେ ନିଜ ଜୀବନରେ ଏହି ଦୁଇ ଶକ୍ତିକୁ କିପରି ସନ୍ତୁଳିତ କରିବା?